देखो ଶିଖରେ ଆପଣଙ୍କୁ ସ୍ୱାଗତ। ଆଜି ମୁଁ ଆପଣଙ୍କ ପାଇଁ ନେଇ ଆସିଛି ଦେଶ ବିଦେଶର 30ଟି ଗୁରୁତ୍ୱପୂର୍ଣ୍ଣ ଖବର। ଆପଣଙ୍କୁ ଅନୁରୋଧ ଭିଡ଼ିଓଟିକୁ ସମ୍ପୂର୍ଣ୍ଣ ଦେଖିବେ। ନମ୍ବର 1, ଆସନ୍ତା 3ରୁ 5 ଯାଏଁ ପ୍ରବଳ ବର୍ଷା, 4ରେ ଆଉ ଏକ ଲଘୁଚାପ ସମ୍ଭାବନା। ପାଣିପାଗ ବିଶେଷଜ୍ଞଙ୍କ ଆକଳନ, ଆସନ୍ତା 4ରେ ଦକ୍ଷିଣ ଉପକୂଳରେ ସୃଷ୍ଟି ହେବ ଆଉ ଏକ ଲଘୁଚାପ ପ୍ରଭାବରେ ରାଜ୍ୟର ବିଭିନ୍ନ ସ୍ଥାନରେ ପ୍ରବଳ ବର୍ଷା ସମ୍ଭାବନା ରହିଛି। ବିଶେଷ ଭାବେ ପ୍ରଭାବିତ ହେବ ଦକ୍ଷିଣ ଓଡ଼ିଶା। ଏଥିସହ ରବିବାରଠୁ ରାଜ୍ୟରେ ବର୍ଷାର ପରିମାଣ ବଢ଼ିବା ସହ 3, 4 ଓ 5ରେ ପଶ୍ଚିମ ଓଡ଼ିଶାରେ ପ୍ରବଳରୁ ଅତି ପ୍ରବଳ ବର୍ଷା ସମ୍ଭାବନା ରହିଛି। ସେପଟେ ପାଣିପାଗ ବିଶେଷଜ୍ଞଙ୍କ ଆକଳନ, ଆସନ୍ତା 4ରେ ଆସୁଛି ଆଉ ଏକ ଲଘୁଚାପ। ଦକ୍ଷିଣ ଉପକୂଳରେ ଓଡ଼ିଶା ଉପକୂଳରେ ସୃଷ୍ଟି ହେବ ଏହି ଲଘୁଚାପ କ୍ଷେତ୍ର ପ୍ରଭାବରେ ରାଜ୍ୟର ବିଭିନ୍ନ ସ୍ଥାନରେ ପ୍ରବଳ ବର୍ଷା ସମ୍ଭାବନା ରହିଛି। ବିଶେଷ ଭାବେ ପ୍ରଭାବିତ ହେବ ଦକ୍ଷିଣ ଓଡ଼ିଶା। ନମ୍ବର 2, ଓଡ଼ିଶା ଆପାର୍ଟମେଣ୍ଟ ଅଧ୍ୟାଦେଶ ଗେଜେଟ୍ ବିଜ୍ଞପ୍ତି ଜାରି। ରାଜ୍ୟ କ୍ୟାବିନେଟ୍ ଗତ ମେ 29 ତାରିଖରେ ଅନୁମୋଦନ କରିଥିବା ଓଡ଼ିଶା ଆପାର୍ଟମେଣ୍ଟ ଅର୍ଥାତ୍ ମାଲିକାନା ଓ ପରିଚାଳନା ଅଧ୍ୟାଦେଶ 2023କୁ ରାଜ୍ୟପାଳଙ୍କ ମଞ୍ଜୁରୀ ପରେ ଗେଜେଟ୍ ବିଜ୍ଞପ୍ତି ଆକାରରେ ଆଇନ ବିଭାଗ ପ୍ରକାଶ କରିଛି। ଏହି ଅଧ୍ୟାଦେଶର ଗେଜେଟ୍ ବିଜ୍ଞପ୍ତି ଜାରି ପରେ ରାଜ୍ୟରେ ଦୀର୍ଘ ପ୍ରାୟ 1 ବର୍ଷରୁ ଅଧିକ ଦିନ ଧରି ଆପାର୍ଟମେଣ୍ଟ କିଣାବିକା ଉପରେ ରହିଥିବା କଟକଣା ନିରସ୍ତ ହୋଇଛି। ଏହି ଓଡ଼ିଶା ଆପାର୍ଟମେଣ୍ଟ ମାଲିକାନା ଓ ପରିଚାଳନା ଅଧ୍ୟାଦେଶ 2023 ସବୁ ପୁରୁଣା ଓ ନୂଆ ଆପାର୍ଟମେଣ୍ଟ ତଥା ଉଭୟ ଫ୍ରି ଓ ଲିଜ୍ ହୋଲ୍ଡ ଜମିରେ ନିର୍ମିତ ହୋଇଥିବା ଆପାର୍ଟମେଣ୍ଟ ନିମନ୍ତେ ଲାଗୁ ହେବ। ପ୍ରକଳ୍ପର 50% କିମ୍ବା 7ଟି ଘର ବୁକ୍ ହୋଇଥିଲେ ଆସୋସିଏସନ୍ ଗଠନ ହେବ ଏବଂ ପ୍ରତ୍ୟେକ ଆପାର୍ଟମେଣ୍ଟ ପାଇଁ ଗୋଟିଏ ଲେଖାଏଁ ଆସୋସିଏସନ୍ ରହିବ। ଆପାର୍ଟମେଣ୍ଟ କିଣିଥିବା ସମସ୍ତ ବ୍ୟକ୍ତି ଆସୋସିଏସନ୍ର ସଦସ୍ୟ ରହିବେ। ନମ୍ବର 3, ଝାରସୁଗୁଡ଼ାରୁ 4 ସହରକୁ ଉଡ଼ିବ ବିମାନ, ଆସନ୍ତା 10ରୁ ଆରମ୍ଭ ହେବ ଚଳାଚଳ। ଆଗାମୀ 10 ତାରିଖରୁ ଝାରସୁଗୁଡ଼ା ବୀର ସୁରେନ୍ଦ୍ର ସାଏ ବିମାନ ବନ୍ଦରରୁ 4ଟି ସହରକୁ ଆରମ୍ଭ ହେବ ବିମାନ ସେବା। କୋଲକାତା, ବେଙ୍ଗାଲୁରୁ, ବିଶାଖାପାଟଣା ଓ ଚେନ୍ନାଇକୁ ବିମାନ ସେବା ଆରମ୍ଭ କରିବ ସ୍ପାଇସଜେଟ୍। ବିମାନ ଚଳାଚଳ ପାଇଁ ସ୍ପାଇସଜେଟ୍ ପକ୍ଷରୁ ଆବେଦନ କରାଯାଇଥିବା ବେଳେ ଝାରସୁଗୁଡ଼ା ବିମାନ ବନ୍ଦର କର୍ତ୍ତୃପକ୍ଷଙ୍କୁ ସ୍ଲଟ୍ ମଧ୍ୟ ପ୍ରଦାନ କରିଛନ୍ତି। ସପ୍ତାହ ସାରା କୋଲକାତା, ଝାରସୁଗୁଡ଼ା, ବିଶାଖାପାଟଣା ମଧ୍ୟରେ ବିମାନ ଚଳାଚଳ କରିବ। 4 ଦିନ କୋଲକାତା, ଝାରସୁଗୁଡ଼ା, ବିଶାଖାପାଟଣା ଦେଇ ବେଙ୍ଗାଲୁରୁକୁ ଉଡ଼ିବ ବିମାନ। ସେହିପରି କୋଲକାତା, ଝାରସୁଗୁଡ଼ା, ବିଶାଖାପାଟଣା ଦେଇ 3 ଦିନ ଚେନ୍ନାଇକୁ ଚଳାଚଳ କରିବ ସ୍ପାଇସଜେଟ୍ ବିମାନ। ନମ୍ବର 4, ସ୍ୱଳ୍ପ ଦୂରଗାମୀ କ୍ଷେପଣାସ୍ତ୍ର ସାଗରିକାର ଲ୍ୟାଣ୍ଡ ଭର୍ସନର ପରୀକ୍ଷଣ। ସ୍ୱଳ୍ପ ଦୂରଗାମୀ କ୍ଷେପଣାସ୍ତ୍ର ସାଗରିକାର ଲ୍ୟାଣ୍ଡ ଭର୍ସନ କାଲି ପରୀକ୍ଷା କରାଯାଇଛି। ଭଦ୍ରକ ଜିଲ୍ଲା ଅବଦୁଲ କଲାମ ଦ୍ୱୀପରୁ ସନ୍ଧ୍ୟା 6:55ରେ ଏହାର ସଫଳ ପରୀକ୍ଷଣ କରାଯାଇଛି। ଏହି କ୍ଷେପଣାସ୍ତ୍ରର ଲକ୍ଷ୍ୟଭେଦ କ୍ଷମତା 750 କିଲୋମିଟର ରହିଥିବା ବେଳେ ଭୂମିରୁ ସ୍ୱଳ୍ପ ଦୂରକୁ ଟାର୍ଗେଟ୍ କରିବାକୁ ଏହି ମିଜାଇଲ୍ ବେଶ୍ ପାରଙ୍ଗମ। ସାଗରିକା ମିଜାଇଲ୍ ପ୍ରତିରକ୍ଷା ବିଭାଗର ନାଭାଲ ଭର୍ସନ ସ୍ଥଳ ସେନାର ବ୍ୟବହାର ପାଇଁ ବିଶେଷ କରି ଏହାକୁ ବିକଶିତ କରାଯାଇଛି। ସେହି ଅନୁସାରେ ଏହାର ନାଭାଲ ଭର୍ସନ ପ୍ରସ୍ତୁତ କରାଯାଇଛି। ସୂଚନା ଥାଉ କି ପ୍ରତିରକ୍ଷା ବିଭାଗ ତରଫରୁ ଏହି କ୍ଷେପଣାସ୍ତ୍ରର ନାମକରଣ କରାଯାଇ ନାହିଁ। ନମ୍ବର 5, ଦକ୍ଷିଣ ପୂର୍ବ ରେଳପଥର ମହାପ୍ରବନ୍ଧକ ଅର୍ଚ୍ଚନା ଯୋଶୀଙ୍କୁ ହଟେଇଲା କେନ୍ଦ୍ର। ବାଲେଶ୍ୱର ମହାନଗରରେ ଘଟିଥିବା ଲୋମହର୍ଷଣକାରୀ ଟ୍ରେନ୍ ଦୁର୍ଘଟଣାକୁ ମାସେ ପୂରିଛି। ଏହା ପୂର୍ବରୁ ଦକ୍ଷିଣ ପୂର୍ବ ରେଳପଥର ମହାପ୍ରବନ୍ଧକ ଅର୍ଚ୍ଚନା ଯୋଶୀଙ୍କୁ ତାଙ୍କ ପଦରୁ ହଟେଇ ଦିଆଯାଇଛି। ଭାରତୀୟ ରେଳବାଇ ପକ୍ଷରୁ ଜାରି ବିଜ୍ଞପ୍ତିରେ କୁହାଯାଇଛି ଯେ ଦକ୍ଷିଣ ପୂର୍ବ ରେଳବାଇର ନୂଆ ମହାପ୍ରବନ୍ଧକ ଭାବେ ଅନିଲ କୁମାର ମିଶ୍ରଙ୍କୁ କ୍ୟାବିନେଟ୍ ନିଯୁକ୍ତି କମିଟି ଅନୁମୋଦନ କରିଛି। ନମ୍ବର 6, ଜୁଲାଇ 20ରୁ ସଂସଦର ମୌସୁମୀ ଅଧିବେଶନ। ସଂସଦର ମୌସୁମୀ ଅଧିବେଶନ ଆସନ୍ତା ଜୁଲାଇ 20 ତାରିଖରୁ ଆରମ୍ଭ ହେବ। ଉଭୟ ଲୋକସଭା ରାଜ୍ୟସଭା ଗୃହ କାର୍ଯ୍ୟ 20ରୁ ଆରମ୍ଭ ହୋଇ ଅଗଷ୍ଟ 11 ଯାଏଁ ଚାଲିବ। ଏନେଇ କାଲି ସଂସଦୀୟ ବ୍ୟାପାର ମନ୍ତ୍ରୀ ପ୍ରହ୍ଲାଦ ଯୋଶୀ ଟ୍ୱିଟ୍ କରି ସୂଚନା ଦେଇଛନ୍ତି। ଏଥିସହ ସେ ସବୁ ଦଳକୁ ଗଠନମୂଳକ ଆଲୋଚନା ପାଇଁ ପରାମର୍ଶ ଦେଇଛନ୍ତି। 23 ଦିନ ଧରି ଚାଲିବାକୁ ଥିବା ସଂସଦର ମୌସୁମୀ ଅଧିବେଶନରେ 17ଟି କାର୍ଯ୍ୟ ଦିବସ ରହିବ। ମୌସୁମୀ ଅଧିବେଶନର କାର୍ଯ୍ୟ ପ୍ରଥମେ ପୁରୁଣା ସଂସଦ ଭବନରେ ଆରମ୍ଭ ହେବ। ଏହାପରେ ସାଂସଦମାନେ ମେ 28 ତାରିଖରେ ଉଦ୍ଘାଟିତ ହୋଇଥିବା ସଂସଦର ନୂଆ ବିଲ୍ଡିଂକୁ ଯିବେ। ନମ୍ବର 7, ଜାତୀୟ ସିକେଲ ସେଲ୍ ଏନିମିଆ ବିଲୋପ ମିଶନ 2027ର ଶୁଭାରମ୍ଭ। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଶନିବାର ମଧ୍ୟପ୍ରଦେଶର ଶାହଦୋଲ ଜିଲ୍ଲା ଅନ୍ତର୍ଗତ ଲାଲପୁର ଗ୍ରାମରେ ଜାତୀୟ ସିକେଲ ସେଲ୍ ଏନିମିଆ ବିଲୋପ ମିଶନ 2027ର ଶୁଭାରମ୍ଭ କରିଛନ୍ତି। ଏହି କାର୍ଯ୍ୟକ୍ରମରେ ପ୍ରଧାନମନ୍ତ୍ରୀ ମୋଦି ଆୟୁଷ୍ମାନ ଭାରତ ପ୍ରଧାନମନ୍ତ୍ରୀ ଜନ ଆରୋଗ୍ୟ ଯୋଜନା ଅଧୀନରେ ପ୍ରାୟ 3.57 କୋଟି ଡିଜିଟାଲ କାର୍ଡ ବଣ୍ଟନ କରିଛନ୍ତି। ସେହିପରି 1 କୋଟିରୁ ଅଧିକ ପିଭିସି ଆୟୁଷ୍ମାନ ଭାରତ କାର୍ଡ ବିତରଣ କରିଛନ୍ତି ପ୍ରଧାନମନ୍ତ୍ରୀ। ସୂଚନା ଥାଉ କି 2023 କେନ୍ଦ୍ର ବଜେଟରେ ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣଙ୍କ ଦ୍ୱାରା ଏହି ମିଶନ ଘୋଷଣା କରାଯାଇଥିଲା। ପ୍ରଭାବିତ ଆଦିବାସୀ ଅଞ୍ଚଳରେ 0ରୁ 40 ବର୍ଷ ବୟସର ପ୍ରାୟ 7 କୋଟି ଲୋକଙ୍କ ମଧ୍ୟରେ ଏନେଇ ସଚେତନତା ସୃଷ୍ଟି କରି ସର୍ବଭାରତୀୟ ସ୍ତରରେ ସ୍କ୍ରିନିଂ କରି ଏହି ରୋଗକୁ ବିଲୁପ୍ତ କରିବାକୁ ଲକ୍ଷ୍ୟ ରଖାଯାଇଛି। ଏହି ମିଶନ 17ଟି ରାଜ୍ୟର 278ଟି ଜିଲ୍ଲାରେ କାର୍ଯ୍ୟକାରୀ ହେବ। ନମ୍ବର 8, ଶସ୍ତା ହେବ ମୋବାଇଲ ଫୋନ୍ ସମେତ ଘରୋଇ ଉପକରଣ। କମିବ ଘରୋଇ ଉପକରଣ ସମେତ ବିଭିନ୍ନ ଜିନିଷର ଦାମ। ସରକାର ଜିଏସଟି ହାର କମିବା ପରେ ଏବେ ମୋବାଇଲ ଫୋନ୍, ଟିଭି, ରେଫ୍ରିଜରେଟର ସମେତ ଅନେକ ଘରୋଇ ଉପକରଣ ଶସ୍ତା ହୋଇଯିବ।
कूलर गीजर इत्यादि उपरे जीएसटी 31.3% रु 18% को ह्रास कर अर्थ मंत्रालय अनुଯାयी मोबाइल फोन, स्मार्ट टीवी, एलईडी बल्ब, फ्रिज, यूपीएस, वाशिंग मशीन उपरे जीएसटी 31.3% रु 12% को ह्रास कर अर्थ मंत्रालय ट्वीट कर यह सूचना शेयर करिछि। जदि आपण 27 इंच किंबा ताठरू कम साइजर टीवी किणती तेबे आपणको पूर्व तुलन में कम देय देबाकू पड़िबो। 32 इंच किंबा एहाठू बड़ आकार टीवी रे कोनोसी परिवर्तन करा जाई नाही। पूर्वपरि सेमानक उपरे 31.3% जीएसटी लागू हेबो। नंबर 9 कालीठो आरंभ है अमरनाथ यात्रा। कालीठो आरंभ होइछि अमरनाथ यात्रा। शुक्रवार जम्मू कश्मीर उपराज्यपाल मनोज सिन्हा जम्मू बेस कैंपर यात्री निवास रे पताका देखाई प्रथम यात्रा आरंभ करिथिबा यात्री को स्वागत करिथिले। प्रथम बैच रे 488 तीर्थयात्री अमरनाथ दर्शन रे जाउछंती। तीर्थयात्री पई कड़ा सुरक्षा व्यवस्था कर जाइछि। 3880 मीटर उच्चरे थिबा गुंफा को जीवा पई रास्तार दुई पथरे सुरक्षाकर्मी को मुतयन कर जाइछि। एही यात्रा 62 दिनर, सेथि पई प्रशासन पक्षरु समस्त प्रकार व्यवस्था कर जाइछि। आतंकवादी धमक पर 60,000 सुरक्षाकर्मी तीर्थयात्री सुरक्षा पई मुतयन होइछंती। नंबर 10 सड़क दुर्घटना रे प्रतिवर्ष 1.5 लाख लोकंकर हेउछि मृत्यु, कहिले गडकरी। केंद्र सड़क परिवहन मंत्री नितिन गडकरी शनिवार एक कार्यक्रम में देश में होतिबा सड़क दुर्घटना और एथि जोगु लोकंक मृत्यु को नहीं क्षोभ प्रकाश करिसंती। से कहिसंती जे मु परिवहन मंत्री होइथिबारु मते बहुत दुख लागुछि। देशर परिवहन क्षेत्रर विकास निमंते जहाँ सब आवश्यक प्राथमिकता आधार रे करिछि, हेले सड़क दुर्घटना को नियंत्रण करिबारे मु विफल होइथिबा गडकरी कहिसंती। केंद्र परिवहन मंत्री कहिसंती जे प्रतिवर्ष देश में 5 लाख सड़क दुर्घटना हेउछि और एथिरे 1.5 लाख लोके प्राण हरउछंती। तेबे सबुठु जहाँ खबर कथा ताहा हेउछि एही सबु सड़क दुर्घटना रे 18 रु 34 वर्ष बयस मध्य 60% युवक प्राण हरउछंती। नंबर 11 लॉन्च है यूक्लिड टेलीस्कोप। महाकाशर एही रहस्य को जानिबारे हेबो सहायक। महाकाशर एक रहस्यर उन्मोचन करने एक टेलीस्कोप लॉन्च कर जहाँ विज्ञान सबुठु बड़ प्रश्नर उत्तर खोजबार सहायक हेबो। ए प्रश्न हेउछि जे ब्रह्मांड क्योंथिरु तैयारी। डार्क एनर्जी एवं डार्क मैटर भाव जना ब्रह्मांडर रहस्यमय घटना को जानापी ए टेलीस्कोपर निर्माण होइछि। यूरोपर एही स्पेस टेलीस्कोप फ्लोरिडारू महाकाश को लॉन्च होइछि। यूरोपियन स्पेस एजेंसी पक्षरु शनिवार महाकाश को अत्याधुनिक स्पेस टेलीस्कोप यूक्लिड प्रेरण कर फ्लोरिडा स्थित स्पेसएक्स फाल्कन स्टेशन रु एही रॉकेट परीक्षण कर जहाँकि महाकाशर कक्षपथ को जाई रहस्यमय डार्क यूनिवर्स बाबद में अधिक गवेषणा करिवो। नंबर 12 तीस्ता शीतलवादन को सुप्रीमकोर्ट रु सप्ताहक पई मिलिला आश्वस्ति। बहुचर्चित 2002 गुजरात दंगा घटना रे सामाजिक कर्मी तीस्ता शीतलवादन को सुप्रीमकोर्ट रु सप्ताहक पई आश्वस्ति मिली। गुजरात हाइकोर्ट काली तांकर नियमित जमीन आवेदन को खारज करने सह तुरंत आत्मसमर्पण करने को निर्देश देइथिले, जहाँ उपरे सप्ताहक पई रोक लगैछंती सुप्रीमकोर्ट। शनिवार राति प्राय 10टारे एही राय आसीछि। गुजरात हाइकोर्टक एही निर्देश को चैलेंज करी तुरंत तीस्ता सुप्रीमकोर्ट जाइथिले। सुप्रीमकोर्टर 3 जणिया विचारपति एही मामलार शुणाणी करिबा बेले एकक मत प्रकाश करि न पारिबारु या सीजेआई को निकट को जाइथिला। तीस्तांक बेल रद्द आत्मसमर्पण पर गुजरात हाइकोर्ट देइथिबा राय उपरे सीजेआई सप्ताहक पई रोक लगैछंती। नंबर 13 एसएससी बाहर कला नियुक्ति विज्ञापन। पूरण हेबो 1558 पोस्ट। कर्मचारी चयन आयोग एसएससी मल्टीटास्किंग अर्थात एमटीएस नॉन टेक्निकल कर्मचारी एवं हाबिलदार सीबीआईसी एंड सीबीएन परीक्षा पई विज्ञप्ति प्रकाश करिछि। ए नियुक्ति प्रक्रिया रे समुदाय 1558 टी पोस्ट पूरण हेबो। एसएससी द्वारा जारी कर जाइथिबा विज्ञप्ति अनुसार सेप्टेम्बर 2023 रे एमटीएस एवं हाबिलदार पदवी पई आयोग लिखित परीक्षा करिवो। इच्छुक योग्य प्रार्थी माने एसएससी र ऑफिशियल वेबसाइट ssc.nic.in को जाई आवेदन करि परिबे। ऑनलाइन आवेदन आरंभ 30 जून 2023, ऑनलाइन आवेदन शेष 21 जुलाई 2023, परीक्षा सेप्टेम्बर 2023। पदवी संख्या मल्टीटास्किंग एमटीएस नॉन टेक्निकल 1198 पोस्ट, हाबिलदार सीबीआईसी एंड सीबीएन 360 पोस्ट, मोट 1558 पोस्ट। नंबर 14 भारत आसिबे 12 देशर वायुसेना। आईएएफ सह करिबे मिलित अभ्यास। भारतीय वायुसेना चलित वर्ष अक्टोबर में बड़ आकार में मिलित समराभ्यास करने को प्रस्तुति करुछंती। एही समराभ्यास रे 12 देशों सह सैन्य सहयोग बढ़ावा नहीं उद्देश्य रही। एही सेनाभ्यासर नाम रही तरंग शक्ति। आउ एहाकु भारत में आयोजित होइथिबा एपर्यंतर सबुठु बड़ विमान अभ्यास बोली कुहाଯାଉଛି। एही अभ्यास रे विभिन्न देश एवं सेमानकर वायुसेनार फाइटर एयरक्राफ्ट सामिल हेबे। एही समराभ्यास रे फ्रांस, ऑस्ट्रेलिया, अमेरिका एवं ब्रिटेन, जापान भली देश वायुसेना को सामिल हेबा नै अनुमान कराଯାଉଛି। एही अभ्यास रे 6 वायुसेना सक्रिय भाव में भाग नेबे, अन्य 6 देखणहारी भाव आसिबे। नंबर 15 ब्रह्मांड रे सबुबेले गुंजन करिछि ध्वनि। सत हेला आइनस्टाइन भविष्यवाणी।
ମହାକାଶ ବୈଜ୍ଞାନିକଙ୍କୁ ଗୁରୁତ୍ୱାକର୍ଷଣ ତରଙ୍ଗ ଉପରେ ବଡ଼ ସଫଳତା ମିଳିଛି। ମହାକାଶ ବୈଜ୍ଞାନିକଙ୍କ ଏକ ଅନ୍ତରାଷ୍ଟ୍ରୀୟ ସଂଘ ବ୍ରହ୍ମାଣ୍ଡରେ ଗୁଞ୍ଜନ କରୁଥିବା ଗୁରୁତ୍ୱାକର୍ଷଣ ତରଙ୍ଗ ଧ୍ୱନିର ସନ୍ଧାନ କରିଛନ୍ତି। ବୈଜ୍ଞାନିକମାନେ ଦାବି କରିଛନ୍ତି ଯେ ବ୍ରହ୍ମାଣ୍ଡରେ ସବୁବେଳେ ଏକ ଧ୍ୱନି ଗୁଞ୍ଜନ କରିଥାଏ। ଉଲ୍ଲେଖଯୋଗ୍ୟ ଯେ ମହାନ ବୈଜ୍ଞାନିକ ଆଲବର୍ଟ ଆଇନଷ୍ଟାଇନ 100 ବର୍ଷ ପୂର୍ବେ ଏହାକୁ ନେଇ ଭବିଷ୍ୟତବାଣୀ କରିଥିଲେ। ଏହି ବୈଜ୍ଞାନିକମାନେ ଏହାର ସନ୍ଧାନ କରିଛନ୍ତି। ଗୁରୁବାର ଏନେଇ ଘୋଷଣା କରାଯାଇଛି। ଏହି ସଂଘରେ ସାମିଲ ଜଣେ ବୈଜ୍ଞାନିକ ଜାଭିୟର ସିମେନ୍ସ କହିଛନ୍ତି ଯେ ମୁଁ ଏହାକୁ ଏକ ଗ୍ରୁପ ରୂପେ ଦେଖୁଛି। ଜାଭିୟର ଏହି ସଂଘର ସଦସ୍ୟ ଏବଂ ଏହା ଉପରେ ରିସର୍ଚ୍ଚ କରୁଛନ୍ତି। ଏହା ପୂର୍ବରୁ କୁହାଯାଉଥିଲା ଯେ ବ୍ରହ୍ମାଣ୍ଡରେ ଏପରି କୌଣସି ଧ୍ୱନି ନାହିଁ, କିନ୍ତୁ ଏବେ ଏହି ଆବିଷ୍କାର ପରେ ଶବ୍ଦ ବିଷୟରେ ଜଣାପଡ଼ିଛି। ନମ୍ବର 16 ଏନଡିଏରେ ଦ୍ୱନ୍ଦ୍ୱ, ୟୁନିଫର୍ମ ସିଭିଲ କୋଡକୁ ମେଘାଳୟ ମୁଖ୍ୟମନ୍ତ୍ରୀଙ୍କ ବିରୋଧ। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ୟୁନିଫର୍ମ ସିଭିଲ କୋଡ୍ ବା ୟୁସିସି ବା ସମାନ ନାଗରିକ ସଂହିତା ସପକ୍ଷରେ ମତ ରଖିବା ପରେ କେବଳ ବିରୋଧୀ ଦଳ ନୁହେଁ ବରଂ ବିଜେପିର ସହଯୋଗୀ ଦଳଗୁଡ଼ିକ ମଧ୍ୟରେ ବି ଦ୍ୱନ୍ଦ୍ୱ ଦେଖାଯାଇଛି। ଏହି ଦ୍ୱନ୍ଦ୍ୱ ଭିତରେ ବିଜେପି ସହ ମିଶି ମେଘାଳୟରେ ମୁଖ୍ୟମନ୍ତ୍ରୀ ବନିଥିବା କନ୍ନଡ଼ କେ ସାଙ୍ଗମା ୟୁସିସିକୁ ଭାରତର ବିଚାରଧାରା ବିରୋଧୀ ବୋଲି କହିଛନ୍ତି। ଶୁକ୍ରବାର ଗୋଟିଏ ସାମ୍ବାଦିକ ସମ୍ମିଳନୀ କରି ନ୍ୟାସନାଲ ପିପୁଲ୍ସ ପାର୍ଟିର ସୁପ୍ରିମୋ ସାଙ୍ଗମା କହିଛନ୍ତି, ବିବିଧତା ହେଉଛି ଭାରତର ଶକ୍ତି। ଆମ ଦଳ ଭାବୁଛି ଯେ ୟୁସିସିର ବର୍ତ୍ତମାନ ସ୍ଥିତି ଏହି ବିଚାରଧାରାର ବିରୋଧାଭାସ କରୁଛି। ଉତ୍ତର ପୂର୍ବର ଗୋଟିଏ ସ୍ୱତନ୍ତ୍ର ସଂସ୍କୃତି ଓ ସାମାଜିକ ବ୍ୟବସ୍ଥା ରହିଛି। ଆମେ ସେମିତି ରହିବାକୁ ଚାହୁଁଛୁ। ତେବେ ୟୁସିସିର ପ୍ରକୃତର ଡ୍ରାଫ୍ଟକୁ ନ ଦେଖି ଏ ସମ୍ପର୍କରେ ବିସ୍ତୃତ ମତ ରଖିବା କଷ୍ଟକର ବୋଲି ସେ ମଧ୍ୟ କହିଛନ୍ତି। ନମ୍ବର 17 ଭୟଙ୍କର ଦୁର୍ଘଟଣା, ଯାତ୍ରୀବାହୀ ବସ୍ ଓଲଟି ଲାଗିଗଲା ନିଆଁ, 25 ଜୀବନ୍ତ ଦଗ୍ଧ। ଶୁକ୍ରବାର ବିଳମ୍ବିତ ରାତିରେ ମହାରାଷ୍ଟ୍ରର ବୁଲଢାନାରେ ଏକ ଭୟଙ୍କର ବଡ଼ ଦୁର୍ଘଟଣା ଘଟିଛି। ବସ୍ରେ ନିଆଁ ଲାଗିଯିବାରୁ ଶୋଇଥିବା ଅବସ୍ଥାରେ 25 ଜଣ ଜୀବନ୍ତ ଦଗ୍ଧ ହୋଇଯାଇଛନ୍ତି। ଏହି ଦୁର୍ଘଟଣାରେ ପ୍ରାୟ 8 ଜଣ ଗୁରୁତର ହୋଇଛନ୍ତି। ବସ୍ଟି ନାଗପୁରରୁ ପୁଣେ ଅଭିମୁଖେ ପ୍ରାୟ 33 ଯାତ୍ରୀଙ୍କୁ ଧରି ଯାଉଥିଲା। ମାତ୍ର ରାତି ପ୍ରାୟ 1:30ଟା ବେଳେ ବସ୍ଟି ବୁଲଢାନା ଜାତୀୟ ରାଜପଥରେ ଦ୍ରୁତ ଗତିରେ ଯାଉଥିବା ବେଳେ ହଠାତ୍ ବସ୍ର ଚକ ଫାଟିଯାଇଥିଲା। ଭାରସାମ୍ୟ ହରାଇ ବସ୍ଟି ଓଲଟି ପଡ଼ିଥିବା ଏହାର ଡ୍ରାଇଭର କହିଛନ୍ତି। ବସ୍ଟି ଓଲଟି ପଡ଼ିଥିବା ବେଳେ ସଙ୍ଗେ ସଙ୍ଗେ ସେଥିରେ ନିଆଁ ଲାଗିଯାଇଥିଲା। ଉକ୍ତ ସମୟରେ ବସ୍ର ଅଧିକାଂଶ ଯାତ୍ରୀ ଶୋଇପଡ଼ିଥିଲେ। ଆଖି ପିଛୁଡ଼ାକେ ନିଆଁ ସମଗ୍ର ବସ୍କୁ ବ୍ୟାପି ଯାଇଥିବା ବେଳେ ଯାତ୍ରୀମାନେ ବାହାରକୁ ବାହାରି ପାରିନଥିଲେ। ଫଳରେ 25 ଯାତ୍ରୀ ଜୀବନ୍ତ ଦଗ୍ଧ ହୋଇଯାଇଥିଲେ। ନମ୍ବର 18 କର୍ଣ୍ଣାଟକରେ 1 ଜୁଲାଇରୁ ଆରମ୍ଭ ହେବ ଅନ୍ନଭାଗ୍ୟ ଓ ଗୃହଜ୍ୟୋତି ସ୍କିମ୍। କର୍ଣ୍ଣାଟକର କଂଗ୍ରେସ ସରକାର 1 ଜୁଲାଇରୁ ତାଙ୍କର ଦୁଇଟି ଗ୍ୟାରେଣ୍ଟି ସ୍କିମ୍ ଅନ୍ନଭାଗ୍ୟ ଓ ଗୃହଜ୍ୟୋତି ରାଜ୍ୟରେ କାର୍ଯ୍ୟକାରୀ କରିଛନ୍ତି। ରାଜ୍ୟରେ ଗତ ବିଧାନସଭା ନିର୍ବାଚନ କାଳରେ ଏହି ଦୁଇଟି ଯୋଜନା ଲାଗି କଂଗ୍ରେସ ଗ୍ୟାରେଣ୍ଟି ଦେଇଥିଲା। ନିର୍ବାଚନ ପ୍ରତିଶ୍ରୁତି ଅନୁସାରେ ଶନିବାର ରାଜ୍ୟରେ ଯୋଜନା କାର୍ଯ୍ୟକାରୀ ହୋଇଛି। ଅନ୍ନଭାଗ୍ୟ ଯୋଜନାରେ ସାରା ରାଜ୍ୟରେ ବିପିଏଲ୍ କାର୍ଡଧାରୀଙ୍କୁ ପ୍ରତି ବ୍ୟକ୍ତି ମାସିକ 10 କେଜି ଚାଉଳ ପ୍ରଦାନ କରାଯିବ। ସେହିପରି ଅନ୍ୟତମ ଗ୍ୟାରେଣ୍ଟି ସ୍କିମ୍ ଗୃହଜ୍ୟୋତିରେ ବିଦ୍ୟୁତ୍ ଗ୍ରାହକଙ୍କୁ 200 ୟୁନିଟ୍ ପର୍ଯ୍ୟନ୍ତ ବିଜୁଳି ମାଗଣା ଦିଆଯିବ। ନମ୍ବର 19 ପ୍ରବଳ ବର୍ଷା ଯୋଗୁଁ ବେହାଲ ଗୁଜରାଟ, 9 ମୃତ। ମୂଷଳଧାରାରେ ବର୍ଷା ଗୁଜରାଟରେ 9 ଜଣଙ୍କର ମୃତ୍ୟୁ ହୋଇଛି। ରାଜ୍ୟ ଏମର୍ଜେନ୍ସି ଅପରେସନ୍ ସେଣ୍ଟର ଏସ୍ସିଓସି ଏହି ସୂଚନା ଦେଇଛି। ଏସ୍ସିଓସିର ସୂଚନା ଅନୁସାରେ ଶୁକ୍ରବାର ଦିନ 12ଟା ପର୍ଯ୍ୟନ୍ତ 30 ଘଣ୍ଟା ମଧ୍ୟରେ ରାଜ୍ୟର 37ଟି ବ୍ଲକରେ 100 ମିଲିମିଟରରୁ ଅଧିକ ବର୍ଷା ହୋଇଛି। ବର୍ଷା ଯୋଗୁଁ ରାଜ୍ୟରେ ଶୋଚନୀୟ ପରିସ୍ଥିତି ସୃଷ୍ଟି କରିଛି। ଗତ 24 ଘଣ୍ଟାରେ ହୋଇଥିବା ପ୍ରବଳ ବର୍ଷା ଯୋଗୁଁ ରାଜ୍ୟର ସହର ଓ ଗ୍ରାମର ଏକାଧିକ ତଳିଆ ଅଞ୍ଚଳରେ ବନ୍ୟା ପରିସ୍ଥିତି ସୃଷ୍ଟି କରିଛି। ଶନିବାର ଏନେଇ ସରକାର ପକ୍ଷରୁ ସୂଚନା ଦେଇଛନ୍ତି। ଜୁନାଗଡ଼ ଜିଲ୍ଲାର ବିସାବାଦ ବ୍ଲକରେ ଶନିବାର ସକାଳ 6ଟା ସୁଦ୍ଧା 24 ଘଣ୍ଟା ମଧ୍ୟରେ 398 ମିଲିମିଟରରୁ ଅଧିକ ବର୍ଷା ରେକର୍ଡ କରାଯାଇଛି ବୋଲି ଏସ୍ସିଓସି ସୂଚନା ଦେଇଛି। ନମ୍ବର 20 ଲାଲଗଡ଼ରେ ଲାଲ ବାହିନୀର ଲଙ୍କାକାଣ୍ଡ, ଜାଡ଼ିଦେଲେ 9ଟି ମେସିନ୍। ଗତ କିଛି ଦିନର ବ୍ୟବଧାନ ପରେ ପୁଣି ସକ୍ରିୟ ହୋଇଉଠିଛି ଲାଲବାହିନୀ। ଲାଲଗଡ଼ରେ ପୁଣି ଆତଙ୍କ ଖେଳିଲା ଲାଲବାହିନୀର ଲଙ୍କାକାଣ୍ଡ। ରାୟଗଡ଼ା ଜିଲ୍ଲା ମୁନିଗୁଡ଼ା ଥାନା ଦେଓକୁପଲ୍ଲୀ ଛକ ନିକଟରେ ଥିବା କ୍ରସରରେ ଆତଙ୍କ ଖେଳିଛନ୍ତି ଲାଲବାହିନୀ। କ୍ରସରରେ ଥିବା ମୋଟ 9ଟି ମେସିନ୍ ଜାଡ଼ିଦେଲେ ମାଓବାଦୀ। ଖବର ଅନୁଯାୟୀ ଦେଓକୁପଲ୍ଲୀ ଛକ ନିକଟରେ ଥିବା କ୍ରସରରେ ଗତକାଲି ରାତିରେ 10ରୁ ଅଧିକ ମାଓବାଦୀ ଆସି ଏହିଭଳି କାଣ୍ଡ ଭିଆଇଛନ୍ତି। କ୍ରସର କର୍ମଚାରୀଙ୍କଠାରୁ ମୋବାଇଲ ଛଡ଼େଇ ନେବା ସହ କ୍ରସରରେ ଥିବା 2ଟି ପ୍ରୋକ୍ଲିନ୍, 5ଟି ହାଇୱା ଓ 2ଟି ଲୋଡର ସମେତ ମୋଟ 9ଟି ମେସିନ୍ରେ ନିଆଁ ଲଗାଇ ପୋଡ଼ି ଦେଇଛନ୍ତି ସଶସ୍ତ୍ର ମାଓବାଦୀ। ନମ୍ବର 21 ଚନ୍ଦ୍ରଶେଖର ଆଜାଦଙ୍କ ଉପରକୁ ଆକ୍ରମଣ କରିଥିବା ଅଭିଯୁକ୍ତ ଗିରଫ। ଭୀମ ଆର୍ମି ମୁଖ୍ୟ ଚନ୍ଦ୍ରଶେଖର ଆଜାଦ ରାବଣ ଉପରେ ଆକ୍ରମଣ କରିଥିବା ଯୁବକଙ୍କୁ ଗିରଫ କରିଛି ପୋଲିସ। 4 ଯୁବକଙ୍କୁ ପୋଲିସ ହରିୟାଣାର ଆମ୍ବାଲାରୁ ଗିରଫ କରିଛି। ଏହି ଯୁବକଙ୍କ ନାମ ଲବିଶ ଆକାଶ ଓ ପୋପଟ। 3 ଯୁବକ ହରିୟାଣାର କର୍ଣ୍ଣାଲ ଗ୍ରାମର। ତେବେ ଆଗାମୀ ସମୟରେ ପୋଲିସ କନଫରେନ୍ସିଂରେ ଆକ୍ରମଣକୁ ନେଇ ସୂଚନା ଦିଆଯାଇପାରେ। ନମ୍ବର 22 ବାରାକ ଓବାମାଙ୍କ ଘର ନିକଟରୁ ବିସ୍ଫୋରକ ସହିତ ୱାଣ୍ଟେଡ୍ ଅପରାଧୀ ଗିରଫ। ଆମେରିକାର ପୂର୍ବତନ ରାଷ୍ଟ୍ରପତି ବାରାକ ଓବାମାଙ୍କ ଘର ନିକଟରୁ ଜଣେ ସନ୍ଦିଗ୍ଧ ବ୍ୟକ୍ତିଙ୍କୁ ଗିରଫ କରାଯାଇଛି। ଏହି ବ୍ୟକ୍ତି ନିକଟରୁ ବିସ୍ଫୋରକ ବିପଜ୍ଜନକ ଅସ୍ତ୍ରଶସ୍ତ୍ର ଜବତ ହୋଇଛି। ପୋଲିସ ଏହି ବ୍ୟକ୍ତିଙ୍କୁ ଟେଲର ଟେରେଣ୍ଟୋ ଓ ବୟସ 37 ବର୍ଷ ଭାବେ ଚିହ୍ନଟ କରିଛି। ପଚରାଉଚରାରୁ ସେ ସିଏଟେଲର ବାସିନ୍ଦା ବୋଲି କହିଛି। କୁହାଯାଉଛି ସୁରକ୍ଷା ଅଧିକାରୀମାନେ ତାଙ୍କୁ ଓବାମାଙ୍କ ଘର ନିକଟରେ ଦେଖିଥିଲେ ଓ ତାର ପିଛା କରିଥିଲେ।
ଟେରେଣ୍ଟୋ ତାଙ୍କୁ ସୁରକ୍ଷା ଅଧିକାରୀ ପିଛା କରୁଥିବା ଜାଣିବା ପରେ ଓବାମାଙ୍କ ଘର ଆଡ଼କୁ ଦୌଡ଼ିଥିଲା। ତେବେ ସେ ଆଗକୁ ବଢ଼ିବା ପୂର୍ବରୁ ଅଧିକାରୀମାନେ ତାକୁ କାବୁ କରିନେଇଥିଲେ। ସୂଚନା ଅନୁସାରେ ଏହି ବ୍ୟକ୍ତି ଆମେରିକା କ୍ୟାପିଟାଲ ରିଓଟରେ ମଧ୍ୟ ୱାଣ୍ଟେଡ୍ ଥିଲା। ନମ୍ବର 23 ଅଶାନ୍ତ ଫ୍ରାନ୍ସକୁ ନିୟନ୍ତ୍ରଣ କରିବା ପାଇଁ 45,000 ସୁରକ୍ଷାକର୍ମୀ, ତଥାପି ଦଙ୍ଗା ଜାରି। ୟୁରୋପୀୟ ଦେଶ ଫ୍ରାନ୍ସରେ 4 ଦିନ ହେଲା ବ୍ୟାପକ ହିଂସାକାଣ୍ଡ ଘଟିବାରେ ଲାଗିଛି। ଯୁବ ଦଙ୍ଗାକାରୀମାନେ ପୋଲିସ ଅଧିକାରୀଙ୍କ ସହ ଲଢ଼େଇ କରିବା ସହ ସର୍ବସାଧାରଣ ସମ୍ପତ୍ତିକୁ ନଷ୍ଟ କରିବାରେ ଲାଗିଛନ୍ତି। ସେମାନେ ଆପଲ୍ ରିଟେଲ ଷ୍ଟୋର ଠାରୁ ଆରମ୍ଭ କରି ବିଭିନ୍ନ ଦୋକାନକୁ ଲୁଟ୍ କରିବାରେ ଲାଗିଛନ୍ତି। ସ୍ଥିତି ଦିନକୁ ଦିନ ବିଗିଡ଼ିବାରେ ଲାଗିଥିବା ବେଳେ ସ୍ଥିତିକୁ ନିୟନ୍ତ୍ରଣ କରିବା ପାଇଁ 45,000 ସୁରକ୍ଷାକର୍ମୀଙ୍କୁ ମୁତୟନ କରାଯାଇଛି। ତଥାପି ସ୍ଥିତିରେ କୌଣସି ପ୍ରକାରର ସୁଧାର ଆସିନି। ଚଳିତ ସପ୍ତାହରେ ଉତ୍ତର ଆଫ୍ରିକାର ଜଣେ କିଶୋର ପୁଲିସ ଗୁଳିରେ ପ୍ରାଣ ହରାଇବା ପରେ ଫ୍ରାନ୍ସରେ ହିଂସା ସୃଷ୍ଟି ହୋଇଛି। ପ୍ୟାରିସର ପଶ୍ଚିମ ପ୍ରାନ୍ତରେ ଥିବା ନାଣ୍ଟେରେର ପ୍ରଥମେ ହିଂସା ଆରମ୍ଭ ହୋଇଥିଲା। ନମ୍ବର 24 ସାଫ୍ ଫୁଟବଲ ଚାମ୍ପିୟନସିପ୍ ଫାଇନାଲରେ ଭାରତ। ସାଫ୍ ଫୁଟବଲ ଚାମ୍ପିୟନସିପ୍ 2023 ଫାଇନାଲରେ ଭାରତ ଲେବାନନକୁ ହରାଇ ଫାଇନାଲରେ ପହଞ୍ଚିଛି ବ୍ଲୁ ଟାଇଗର୍ସ। ପେନାଲ୍ଟି ସୁଟ୍ଆଉଟ୍ରେ ବିରୋଧୀ ଟିମ୍କୁ 4-2 ଗୋଲରେ ପରାସ୍ତ କରିଛି। ଆସନ୍ତା ଜୁଲାଇ 4 ତାରିଖରେ କୁଏତରେ ଫାଇନାଲ ମ୍ୟାଚ୍ ଖେଳାଯିବ। ନିର୍ଦ୍ଧାରିତ 90 ମିନିଟ୍ ଖେଳରେ କୌଣସି ଗୋଲ ହୋଇନଥିଲା। ଅତିରିକ୍ତ ସମୟରେ ଦୁଇ ଦଳ ଗୋଟିଏ ବି ଗୋଲ ଦେଇପାରିନଥିଲେ। ହେଲେ ଏହାପରେ ପେନାଲ୍ଟି ସୁଟ୍ଆଉଟ୍ର ଅନ୍ତିମ ନିର୍ଣ୍ଣୟ ହୋଇଥିଲା। ଭାରତୀୟ ଫୁଟବଲ ଟିମ୍ର ଖେଳାଳିମାନେ ଚମତ୍କାର ପ୍ରଦର୍ଶନ କରି ମ୍ୟାଚ୍କୁ ନିଜ ନାଁରେ କରିଥିଲେ। ନମ୍ବର 25 ଡାୟମଣ୍ଡ ଲିଗ୍ ସ୍ୱର୍ଣ୍ଣପଦକ ହାତେଇଲେ ନିରଜ ଚୋପ୍ରା। ଦେଶର ସୁନାପୁଅ ନିରଜ ଚୋପ୍ରା ପୁଣି ଥରେ ଇତିହାସ ସୃଷ୍ଟି କରିଛନ୍ତି। ସେ ଲୋଜାନ ଡାୟମଣ୍ଡ ଲିଗ୍ ଟାଇଟଲ ଜିତିଛନ୍ତି। ନିରଜ 87.66 ମିଟର ଜାଭେଲିନ୍ ଫିଙ୍ଗି ସ୍ୱର୍ଣ୍ଣପଦକ ଜିତିଛନ୍ତି। ଏହା ହେଉଛି ଗୋଲ୍ଡେନ୍ ବୟ ନିରଜଙ୍କ ଦ୍ୱିତୀୟ ସ୍ୱର୍ଣ୍ଣପଦକ। ଏହା ପୂର୍ବରୁ ସେ ମେ ମାସରେ ଦୋହାଠାରେ ଅନୁଷ୍ଠିତ ହୀରାଖଣ୍ଡ ଲିଗ୍ ଟାଇଟଲ ଜିତିଥିଲେ। ଆହତ ହେବା ପରେ ନିରଜ ଚୋପ୍ରା ଜବରଦସ୍ତ କମ୍ବ୍ୟାକ୍ କରିଛନ୍ତି। ନମ୍ବର 26 ବିଶ୍ୱକପ୍ ଯୋଗ୍ୟତା ହାସଲ କରିପାରିଲା ନାହିଁ ଦୁଇଥର ଚାମ୍ପିୟନ ୱେଷ୍ଟଇଣ୍ଡିଜ୍। ଭାରତରେ ହେବାକୁ ଥିବା ଦିନିକିଆ ବିଶ୍ୱକପ୍ କ୍ରିକେଟ୍ ପାଇଁ ୱେଷ୍ଟଇଣ୍ଡିଜ୍ ଯୋଗ୍ୟତା ହାସଲ କରିପାରି ନାହିଁ। ଶନିବାର ଗୁରୁତ୍ୱପୂର୍ଣ୍ଣ ମୁକାବିଲାରେ ସ୍କଟଲ୍ୟାଣ୍ଡ ନିକଟରୁ ଦୁଇଥର ଚାମ୍ପିୟନ ୱେଷ୍ଟଇଣ୍ଡିଜ୍ ପରାଜିତ ହୋଇଥିଲା। 1975-1979ରେ ୱେଷ୍ଟଇଣ୍ଡିଜ୍ ଚାମ୍ପିୟନ ହୋଇଥିବା ବେଳେ 1983ରେ ରନର୍ସ-ଅପ୍ ହୋଇଥିଲା। ଏହି ସଂସ୍କରଣରେ ଭାରତ ଚାମ୍ପିୟନ ହୋଇଥିଲା। ପ୍ରଥମ ଥର ପାଇଁ ୱେଷ୍ଟଇଣ୍ଡିଜ୍ ଏହି ମେଗା ଇଭେଣ୍ଟ ପାଇଁ ଯୋଗ୍ୟତା ହାସଲ କରିପାରି ନାହିଁ। ପ୍ରଥମ 8ଟି ସ୍ଥାନରେ ଥିବା ବିଶ୍ୱକପ୍ ପାଇଁ ସିଧାସଳଖ ଯୋଗ୍ୟତା ହାସଲ କରିଥିବା ବେଳେ ୱେଷ୍ଟଇଣ୍ଡିଜ୍ ନବମ ସ୍ଥାନରେ ରହିଥିଲା। ଫଳରେ ଏହି ଟିମ୍କୁ ବିଶ୍ୱକପ୍ କ୍ୱାଲିଫାୟର୍ସ ଖେଳିବାକୁ ପଡ଼ିଥିଲା। ନମ୍ବର 27 ଦିନିକିଆ କ୍ରିକେଟରେ 10 ବଦଳରେ 11 ଓଭର ପକାଇଲେ ବୋଲର। ଶ୍ରୀଲଙ୍କା ନ୍ୟୁଜିଲାଣ୍ଡ ମହିଳା କ୍ରିକେଟ ଟିମ୍ ମଧ୍ୟରେ ଖେଳାଯାଇଥିବା ଦ୍ୱିତୀୟ ଦିନିକିଆ ମ୍ୟାଚ୍ରେ ଅମ୍ପାୟାରଙ୍କ ଦ୍ୱାରା ଏକ ବଡ଼ ଭୁଲ ହୋଇଛି। ନିୟମ ଅନୁସାରେ ଗୋଟିଏ ବୋଲର 10 ଓଭରରୁ ଅଧିକ ବୋଲିଂ କରିପାରିବେ ନାହିଁ। ମାତ୍ର ଅଫ୍ ସ୍ପିନର ଇଡେନ୍ କାର୍ସନଙ୍କ ମ୍ୟାଚ୍ର 45ତମ ଓଭର ବେଳକୁ ନିଜର କୋଟା 10 ଓଭର ପୂରଣ କରିଥିଲେ। ସେ ମାତ୍ର 45 ରନ୍ ଦେଇ 2 ୱିକେଟ୍ ଅକ୍ତିଆର କରିଥିଲେ। ମାତ୍ର ଅମ୍ପାୟାର ଏଥିପ୍ରତି ଧ୍ୟାନ ଦେଇନଥିଲେ। ସେ ଏହାପରେ ପୁନର୍ବାର ଆଉ ଏକ ଓଭର ପକାଇ 1 ରନ୍ ଦେଇଥିଲେ। ଓଭର ହିସାବ ସମୟରେ ଏହି ଭୁଲ ଧରାପଡ଼ିଥିଲା। ନମ୍ବର 28 ଟିମ୍ ପଠାଇବା ପୂର୍ବରୁ ଭାରତ ଆସି ସ୍ଥିତି ପରଖିବେ ପାକିସ୍ତାନର ସୁରକ୍ଷା ପ୍ରତିନିଧି ଦଳ। ଆଇସିସି ବିଶ୍ୱକପ୍ ପାଇଁ ଭାରତକୁ ପାକିସ୍ତାନ ଟିମ୍ ପଠାଇବା ପୂର୍ବରୁ ପାକିସ୍ତାନର ଗୋଟିଏ ସୁରକ୍ଷା ପ୍ରତିନିଧି ଦଳ ଏଠାକୁ ଆସିବେ। ସେମାନେ ପାକିସ୍ତାନର ମ୍ୟାଚ୍ ଖେଳୁଥିବା ଭେନ୍ୟୁଗୁଡ଼ିକର ସୁରକ୍ଷା ବ୍ୟବସ୍ଥାକୁ ଯାଞ୍ଚ କରିବେ। ଏହି ସୁରକ୍ଷା ପ୍ରତିନିଧି ଦଳ ରିପୋର୍ଟ ଦେବା ପରେ ହିଁ ପାକିସ୍ତାନ ସରକାର ନିଜ ଟିମ୍କୁ ଭାରତ ପଠାଇବେ କି ନାହିଁ ତା ଉପରେ ନିଷ୍ପତ୍ତି ନେବେ। ଇଣ୍ଟର ପ୍ରୋଭିନ୍ସିଆଲ କୋର୍ଡିନେସନ ମନ୍ତ୍ରଣାଳୟ କହିଛି ଯେ ଭାରତକୁ କେବେ ସୁରକ୍ଷା ପ୍ରତିନିଧିଙ୍କୁ ପଠାଯିବ ତାର ନିଷ୍ପତ୍ତି ବିଦେଶ ଆଭ୍ୟନ୍ତରୀଣ ମନ୍ତ୍ରଣାଳୟ ନେବେ। ସୁରକ୍ଷା ପ୍ରତିନିଧି ଦଳ ପିସିବିର କର୍ମକର୍ତ୍ତାଙ୍କ ସହ ପାକିସ୍ତାନର ବିଶ୍ୱକପ୍ ଭେନ୍ୟୁଗୁଡ଼ିକର ପରିଦର୍ଶନ କରିବେ। ନମ୍ବର 29 ପ୍ରଥମ ଭାରତୀୟ ମହିଳା କ୍ରିକେଟର ଭାବେ ଶ୍ରେୟଙ୍କା ଖେଳିବେ କ୍ୟାରିବିଆନ୍ ଲିଗ୍। ଭାରତର ଷ୍ଟାର ଅଫ୍ ସ୍ପିନର ଶ୍ରେୟଙ୍କା ପାଟିଲ ୱେଷ୍ଟଇଣ୍ଡିଜ୍ ଟି20 ଲିଗ୍ ଖେଳିବାକୁ ଯାଉଛନ୍ତି। ପ୍ରଥମ ଭାରତୀୟ ମହିଳା କ୍ରିକେଟର ଭାବେ ସେ ଏହି ସୌଭାଗ୍ୟ ଅର୍ଜନ କରିଛନ୍ତି। କ୍ୟାରିବିଆନ୍ ପ୍ରିମିୟର ଲିଗ୍ରେ ଗୁଏନା ଆମାଜନ୍ ୱାରିୟର୍ସ ତାଙ୍କୁ ଦଳରେ ସାମିଲ କରିଛି। ଏହା ଅଗଷ୍ଟ 31ରୁ ଆରମ୍ଭ ହୋଇ ସେପ୍ଟେମ୍ବର 10 ପର୍ଯ୍ୟନ୍ତ ଚାଲିବ। ସୂଚନାଯୋଗ୍ୟ ବିସିସିଆଇ ଭାରତର ପୁରୁଷ କ୍ରିକେଟରଙ୍କୁ ବିଦେଶରେ ଟି20 ଲିଗ୍ ଖେଳିବାକୁ ଅନୁମତି ଦେଉନଥିବା ବେଳେ ମହିଳା କ୍ଷେତ୍ରରେ କିଛି ମାତ୍ରାରେ କୋହଳ କରିଛି। ନମ୍ବର 30 ବଦଳିବ ଟିମ୍ ଇଣ୍ଡିଆର ଜର୍ସି। ବାଇଜୁ ବଦଳରେ ରହିବ ଡ୍ରିମ୍ 11। ବିସିସିଆଇ ପକ୍ଷରୁ କରାଯାଇଛି ବଡ଼ ଘୋଷଣା। ବଦଳିବ ଟିମ୍ ଇଣ୍ଡିଆର ଜର୍ସି। ଟିମ୍ ଇଣ୍ଡିଆ ଜର୍ସିରେ ଆଉ ବାଇଜୁ ଲୋଗୋ ଦେଖିବାକୁ ମିଳିବନି। ତା ବଦଳରେ ଦେଖିବାକୁ ମିଳିବ ଡ୍ରିମ୍ 11। ୱେଷ୍ଟଇଣ୍ଡିଜ୍ ଗସ୍ତ ପୂର୍ବରୁ ବିସିସିଆଇ ଘୋଷଣା କରିଛି ବାଇଜୁ ବଦଳରେ ଏବେ ଡ୍ରିମ୍ 11 ହେଉଛି ଟିମ୍ ଇଣ୍ଡିଆର ଜର୍ସିର ଲିଡ୍ ସ୍ପନ୍ସର। ଭାରତ ୱେଷ୍ଟଇଣ୍ଡିଜ୍ ଟେଷ୍ଟ ସିରିଜରୁ ଟିମ୍ ଇଣ୍ଡିଆର ଜର୍ସିରେ ଡ୍ରିମ୍ 11 ଲୋଗୋ ଦେଖିବାକୁ ମିଳିବ। ଭିଡ଼ିଓଟିକୁ ସମ୍ପୂର୍ଣ୍ଣ ଦେଖିଥିବାରୁ ବହୁତ ବହୁତ ଧନ୍ୟବାଦ।